ପରେ ଆମେ ମାନେ ଆଜିର ଉପାସନା ନିକଟକୁ ଯାଉଥିବା। ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେ ମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ସେ ସବୁ ପ୍ରତି ପ୍ରଭାତରେ ନୂତନ, ତୁମର ବିଶ୍ୱସ୍ତତା ମହତ୍। ମୋହର ପ୍ରାଣ କୁହେ ସଦାପ୍ରଭୁ ମୋହର ବାଣ୍ଟ ସ୍ୱରୂପ, ଏଥିପାଇଁ ମୁଁ ତାହାଙ୍କ ଠାରେ ଭରସା ରଖିବି। ଯେଉଁମାନେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରନ୍ତି, ଯେଉଁ ପ୍ରାଣ ତାହାଙ୍କର ଅନ୍ୱେଷଣ କରେ, ତାହା ପ୍ରତି ସେ ମଙ୍ଗଳମୟ ଅଟନ୍ତି। ସଦାପ୍ରଭୁଙ୍କ ପରିତ୍ରାଣର ପ୍ରତ୍ୟାଶାକାରୀ ସୁସ୍ଥିର ଭାବରେ ଅପେକ୍ଷା କରିବାରେ ମନୁଷ୍ୟର ମଙ୍ଗଳ। ପ୍ରଭୁ ଏହି ପଠିତ ବାକ୍ୟ ବୁଝିବା ନିମନ୍ତେ ଆମ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ। ଆମେନ୍। ଏତେବେଳେ ଜୁମ୍ରେ ଉପସ୍ଥିତ ପ୍ରତ୍ୟେକଙ୍କୁ ପୁନର୍ବାର ଖ୍ରୀଷ୍ଟୀୟ ପ୍ରେମ ନମସ୍କାର ଏବଂ ପ୍ରେଜ୍ ଦ ଲର୍ଡ ଜଣାଇ ଆଜିର ରିଏଲ ମିନିଷ୍ଟ୍ରି କାର୍ଯ୍ୟକ୍ରମର ଉପାସନାକୁ ଆମମାନେ ଅଗ୍ରସର ହଉଥିବା। ଆଉ ଆମମାନଙ୍କ ଗହଣରେ ଆଜ୍ଞା ଅଛନ୍ତି ରାଜେଶ ପ୍ରଧାନ ଆଜ୍ଞା ଅଛନ୍ତି, ସେ ପ୍ରାର୍ଥନା କରିବେ ଆଉ ଆଜିର କାର୍ଯ୍ୟକ୍ରମ ଆମମାନେ ଆରମ୍ଭ କରୁଥିବା। ଆଜ୍ଞା ପ୍ରେଜ୍ ଦ ଲର୍ଡ, ନମସ୍କାର। ରାଜେଶ ପ୍ରଧାନ ଆଜ୍ଞା। ପ୍ରାର୍ଥନା କରନ୍ତୁ, ଆରମ୍ଭ ପ୍ରାର୍ଥନା କରନ୍ତୁ। ମଙ୍ଗଳମୟ ପ୍ରଭୁ, ଆମେ ତୁମର ଧନ୍ୟବାଦ କରୁଛୁ। ତୁମେ କେତେ ଦୟା କେତେ ଅନୁଗ୍ରହ କରି ଆମମାନଙ୍କୁ ଏଇ ସୁନ୍ଦର ସମୟରେ ତୁମ ଗୌରବ କରିବାକୁ ଦେଲ। ପ୍ରଭୁ ଆମମାନଙ୍କୁ ଗୋଟେ ସେକ୍ସନ ଶେଷ କରି ଆଉ ଗୋଟେ ସେକ୍ସନକୁ ଆମେ ଯାଉଛୁ। ପ୍ରଭୁ ଏଇ ସମୟରେ ଆମେ ପ୍ରାର୍ଥନା କରୁଛୁ, ପ୍ରଭୁ ତୁମେ ଆଉ ପ୍ରଭୁ ଯୋଉ ଭଉଣୀକୁ ତୁମେ କି ଭାଇଙ୍କୁ ପ୍ରଭୁ ଆମମାନଙ୍କୁ ଆଉ ପ୍ରଭୁ ଦେଇଛ, ପ୍ରଭୁ ସେ ଭଉଣୀ ଭାଇଙ୍କୁ ତୁମେ ଆଶୀର୍ବାଦ କର। ପ୍ରଭୁ ଆମେ ପ୍ରାର୍ଥନା କରୁଛୁ ପିଟର ଆଜ୍ଞାଙ୍କ ପାଇଁ, ପ୍ରଭୁ ମହାଶୟଙ୍କୁ ତୁମେ ଆଶୀର୍ବାଦ କର। ଆଉ ପ୍ରଭୁ ଏଇ ସୁନ୍ଦର ପ୍ଲାଟଫର୍ମଟି ତୁମେ ଆମମାନଙ୍କୁ ଦେଇଛ ତୁମ ଗୌରବ କରିବା ପାଇଁ। ତୁମ ଦାସ ଅକ୍ଳାନ୍ତ ପରିଶ୍ରମ କରି ପ୍ରଭୁ ଏ ପ୍ରାତଃ ସମୟରେ ଆମମାନଙ୍କୁ ଉତ୍ସାହିତ ଦେଇଆଛନ୍ତି। ତୁମ ଦାସଙ୍କୁ ତୁମେ ଆଶୀର୍ବାଦ ଯୁକ୍ତ କର। ପ୍ରଭୁ ଆଜି ଆଉ ପ୍ରଭୁ ଯୋଉ ସେକ୍ସନକୁ ଯିବୁ ପ୍ରଭୁ, ସେଇ ସେକ୍ସନରେ ପ୍ରଭୁ ଆମେ ଯୋଉ ଭଉଣୀକୁ କି ଭାଇଙ୍କୁ ପ୍ରଭୁ ତୁମେ ଦେଇଛ ବାର୍ଷିକ କରିବା ପାଇଁ, ତୁମେ ତାଙ୍କୁ ଆଶୀର୍ବାଦ କର। ଯୋଉ ଦାସଙ୍କୁ ଦେଇଛ ବାକ୍ୟ ଦବା ପାଇଁ, ପ୍ରଭୁ ସେ ଦାସଙ୍କ ମୁଖ ଦେଇ ତୁମେ କଥା କୁହ। ହଁ ପ୍ରଭୁ ଆଜି ଆଉ ଯେତେ ସମୟ ପ୍ରଭୁ ଆମେ ତୁମ ପାଦରେ ବସିବୁ, ପ୍ରତ୍ୟେକ ଆତ୍ମାଙ୍କର ପୂର୍ଣ୍ଣତା ଦିଅ, ତୁମ ଶକ୍ତି ସାମର୍ଥ୍ୟ ଦେଇ ଆମକୁ ତୁମେ ଆଶୀର୍ବାଦ ଯୁକ୍ତ କର। ଆଉ ପ୍ରଭୁ ଏଇ ପ୍ଲାଟଫର୍ମରେ ଯୋଉ ଅନେକ ଲୋକମାନେ ଆଶୀର୍ବାଦ ଯୁକ୍ତ ହେବାକୁ ପାରିବେ, ସେଇ ତୁମେ କରୁଣା କର। ପ୍ରଭୁ ଏ ସମସ୍ତ ପ୍ରାର୍ଥନା ଶୁଣେ ଉତ୍ତର ଦେଲ ବୋଲି ଧନ୍ୟବାଦ ଦେଇ ଆସୁଥିବା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ এই ছোট ଭିକ୍ଷା ମାଗୁଅଛୁ, ଆମେନ୍। ଆମେନ୍। ଆଜ୍ଞା ବହୁତ ବହୁତ ଧନ୍ୟବାଦ, ସୁନ୍ଦର ଭାବରେ ପ୍ରାର୍ଥନାରେ ତୋଳି ଧରିଛନ୍ତି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ବର୍ତ୍ତମାନ ଆମମାନେ ଆରାଧନା ନିକଟକୁ ଯାଉଥିବା। ଆମମାନଙ୍କ ଗହଣରେ ଭଉଣୀ ପ୍ରବୀଣା ମଲ୍ଲିକ ଅଛନ୍ତି, ଆଉ ସେ ଆମମାନଙ୍କୁ ଆରାଧନାରେ କଢେଇ ନଉଥିବେ। ଭଉଣୀ ପ୍ରେଜ୍ ଦ ଲର୍ଡ, ନମସ୍କାର। ପ୍ରବୀଣା ଭଉଣୀ। ପ୍ରେଜ୍ ଦ ଲର୍ଡ ଦିଦି। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ। ଆପଣଙ୍କ ସମୟ ବର୍ତ୍ତମାନ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ସର୍ବପ୍ରଥମେ ମୋର ପ୍ରଭୁଙ୍କୁ ଧନ୍ୟବାଦ ଦିଏ ସୁନ୍ଦର ସୁଯୋଗ ପାଇଁ। ତା ସହିତ ମଧ୍ୟ ହୋଷ୍ଟ ଆଜ୍ଞା ଧନ୍ୟବାଦ ଦିଏ ସୁଯୋଗ ଦେଇଥିବାରୁ। ଯେଉଁମାନେ ଉପସ୍ଥିତ ହେଇଥିବା ପ୍ରଭୁଙ୍କର ପ୍ରତ୍ୟେକ ଦାସ ଦାସଙ୍କର ହୃଦୟର ସହିତ ନମସ୍କାର ଜଣାଏ। ଆସନ୍ତୁ ଯୋଉ ପରମେଶ୍ୱର ଆମମାନଙ୍କୁ ସୁସ୍ଥ ସବଳ ରଖିଛନ୍ତି, ସେହି ପରମେଶ୍ୱରଙ୍କ ନିକଟରେ ଆମେ ଭକ୍ତିର ଭୟର ସହିତ ତାହାଙ୍କର ପ୍ରଶଂସା ଗୌରବ କରିଯିବା। ବିଶ୍ୱାସର ନେତା ମୋ ସିଦ୍ଧିଦାତା ଯୀଶୁ ଆମ ବିଶ୍ୱାସର ନେତା ମୋ ସିଦ୍ଧିଦାତା ଯୀଶୁ ଆମ ଗାଉଥିବୁ ତୁମ ନାମ ଭଜୁଥିବୁ ଯୀଶୁଙ୍କ ପ୍ରେମ ଗାଉଥିବୁ ତୁମ ନାମ ଭଜୁଥିବୁ ଯୀଶୁଙ୍କ ପ୍ରେମ ବିଶ୍ୱାସର
नेतामो सिद्धिदाता हे जीशु आम विश्वासर नेतामो सिद्धिदाता हे जीशु आम आइबंक परीक्षा समय दृढ भरोसा दियो दानिएल पढिले गतारी स्थिर विश्वास दियो आइबंक पढिले परीक्षा दृढ भरोसा दियो दानिएल पढिले गतारी स्थिर विश्वास दियो गाउथिबो तुम नाम भजुथिबो जीशुका प्रेम गाउथिबो तुम नाम भजुथिबो जीशुका प्रेम विश्वासर नेतामो सिद्धिदाता हे जीशु आम विश्वासर नेतामो सिद्धिदाता हे जीशु आम पाउल सिलांका उजाग आम जीवन रे भरि दिया पवित्र आत्मा का अभिषेक अग्नि मो जीवनी ढाली दिया पाउल सिलांका उजाग आम जीवन रे भरि दिया पवित्र आत्मा का अभिषेक अग्नि मो जीवने ढाली दिया गाउथिबो तुम नाम भजुथिबो जीशुका प्रेम गाउथिबो तुम नाम भजुथिबो जीशुका प्रेम विश्वासर नेतामो सिद्धिदाता हे जीशु आम विश्वासर नेतामो सिद्धिदाता हे जीशु आम आसतु से विश्वास नेता सिद्धिदाता परमेश्वर को आम आ गोटे गीत भयर भक्ति सहित ताहाकर प्रशंसा करिबे पवित्र अति पवित्र स्थान में ले चल प्रभु मुझको तू अपने लहू से मुझको तू अपने लहू से धो दे मेरे प्रभु तेरे सामने झुकती है सजदा हमें करते हैं तेरे सामने झुकती है सजदा हमें करते हैं आत्मा सच्चाई से आराधना
करती आत्मा सच्चाई से आराधना करती पवित्र अति पवित्र स्थान में निर्जल प्रभु पवित्र अति पवित्र स्थान में निर्जल प्रभु शुद्ध जल तो छिड़के दे मन को मेरे बदल दे प्रार्थना है हमारी आत्मा से तू भर दे शुद्ध जल तो छिड़के दे मन का मेरे बदल दे प्रार्थना है हमारी आत्मा से तू भर दे पवित्र अति पवित्र स्थान में निर्जल प्रभु मुझको तू अपने लहू से धो दे मेरे प्रभु जितना मैं तुमको जानो उतना करीब पाओ जितना तुझको जानो उतना आशीष पाऊं जितना मैं तुझको जानो उतना करीब पाऊं जितना मैं तुझको जानो उतना आशीष पाऊं पवित्र अति पवित्र स्थान में निर्जल प्रभु मुझको तो अपने लहू से धो दे मेरे प्रभु तेरे सामने झुकती है सजदा हमें करते हैं आत्मा और सच्चाई से आराधना करते हैं आत्मा और सच्चाई से आराधना करते हैं पवित्र अति पवित्र स्थान में निर्जल प्रभु वास्तव में परमेश्वर महान पवित्र विश्वस्त प्रेमिक भरोसा योग्य परमेश्वर अटंती आम्हानकु से केबेले भी दुख कष्ट रहिबा पाई दियंती नाही कारण परमेश्वर आम्हानकु हस्त सदा सर्वदा धरि थांती प्रकाशित वाक्य अनुसार आम्हानकु से ସବୁବେଳେ ସତର୍କ ବାଣୀ ଶୁଣି ତାହାଙ୍କ ରାଜ୍ୟ ନିମନ୍ତେ ଆମମାନଙ୍କୁ ପ୍ରସ୍ତୁତ କରିଥାନ୍ତି ଆସନ୍ତୁ ଆମେ ଆଉ ଗୋଟିଏ ଗୀତ ଗାଇକି ପ୍ରଭୁଙ୍କର ପ୍ରଶଂସା କରିବା ଦେଖ ଆସୁଅଛି ସେ ଦିନ ଶୁଣିଥା ହି ବିଶ୍ୱାସୀ ଗଣ ସୟତାନର
एक चिन्ह कपाଳରେ ଦିଆଯିବ ଜାଣ ଏହା ସବୁ ମନୁଷ୍ୟର ପାଇଁ ବାଧ୍ୟ ହେବ ଜାଣ ଏହା ଘଟିବେ ଚାଲୁଅଛି ସତ୍ୟ କଥାଟି ଶୁଣ ପ୍ରଭୁଙ୍କର ବାକ୍ୟ ସଫଳ ହେବ ଦେଖ ଆସୁଅଛି ସେହି ଦିନ ଜାଣିଥାଅ ହେ ବିଶ୍ୱାସୀ ଗଣ ପ୍ରକାଶିତ ବାକ୍ୟ ଦ୍ୱାରା ସଫଳ ହୋଇବ ଧନୀ କିମ୍ବା ଦରିଦ୍ରକୁ ସେ ଚିହ୍ନ ଦିଆଯିବ ଭଲ ଶିକ୍ଷା ଆସିଯିବ ସବୁରି ମନକୁ କହିବ ସେ ସମସ୍ତଙ୍କୁ ମୁଁ ହିଁ ଈଶ୍ୱର ପ୍ରକାଶିତ ବାକ୍ୟ ଦ୍ୱାରା ସଫଳ ହୋଇବ ଧନୀ କିମ୍ବା ଦରିଦ୍ରକୁ ସେ ଚିହ୍ନ ଦିଆଯିବ ଭଣ୍ଡ ଶିକ୍ଷା ଆସିଯିବ ସବୁରି ଧନୀ କିମ୍ବା ଦରିଦ୍ରକୁ ସେ ଚିହ୍ନ ଦିଆଯିବ ତାଙ୍କ ବାକ୍ୟ ଆଜି ଗୋଟି ଗୋଟି ହେଉଛି ସଫଳ ସବୁ ଜାଣିଥାଅ ଏ ସବୁ ଶେଷ ଦିନର ଲକ୍ଷଣ ପ୍ରଭୁଙ୍କର ବାକ୍ୟ ସଫଳ ହେବ ଦେଖ ଆସୁଅଛି ସେହି ଦିନ ଶୁଣିଥାଅ ହେ ବିଶ୍ୱାସୀ ଗଣ ଦେଖ ଆସୁଅଛି ସେହି ଦିନ ଜାଣିଥାଅ ହେ ବିଶ୍ୱାସୀ ଗଣ ଏସବୁକୁ ଡର ନାହିଁ ଭୟ କର ଯୀଶୁଙ୍କୁ ବିଶ୍ୱାସରେ ମନ ଦେଇ ମାଡ଼ି ଚାଲ ବାକ୍ୟକୁ ଦୃଢ଼ ଧରି ଶେଷ ଯାଇ ପ୍ରାର୍ଥନାରେ ଅନୁତାପ ମନ କରି ଜଗିଥାଅ ସବୁ ତାଙ୍କୁ ଏସବୁକୁ ଡର ନାହିଁ ଭୟ କର ଯୀଶୁଙ୍କୁ ବିଶ୍ୱାସରେ ମନ ଦେଇ ମାଡ଼ି ଚାଲ ତାଙ୍କ ବାକ୍ୟକୁ ଦୃଢ଼ ଧରି ଶେଷ ଯାଏ ପ୍ରାର୍ଥନାରେ ଅନୁତାପ ମନ କରି ଜଗିଥାଅ ସବୁ ତାଙ୍କୁ ଏହା ସବୁ କଲେ ସେ ଯିବେ ଯୀଶୁଙ୍କ ପାଖକୁ ଥିବେ ପ୍ରେମ କରି ନେବେ ତାଙ୍କ ନିକଟକୁ ଆଜି ତୋର ଦିନ ମାନି ଯା ତାଙ୍କୁ ଦେଖ ଆସୁଅଛି ସେହି ଦିନ ଜାଣିଥାଅ ହେ ବିଶ୍ୱାସୀ ଗଣ ଶୟତାନର ଏକ ଚିହ୍ନ କପାଳରେ ଦିଆଯିବ ଜାଣ ଦେଖ ଆସୁଅଛି ସେହି ଦିନ ଜାଣିଥାଅ ହେ ବିଶ୍ୱାସୀ ଗଣ
ସୟତାନର ଏକ ଚିହ୍ନ କପାଳରେ ଦିଆଯିବ ଜାଣ। ହାଲେଲୁୟା। ମଙ୍ଗଳମୟ ପ୍ରେମିକ ପ୍ରଭୁ ତୁମର ମହାନାମ ଧନ୍ୟବାଦ ଦଉଅଛି ରାଜା। ବାସ୍ତବରେ ପରମେଶ୍ୱର ତୁମେ ମହାନ ପ୍ରଭୁ ଅଟ। ପୂଜା ପ୍ରଶଂସା ଗୌରବ ନୈବେଦ୍ୟ ପାଇବା ପାଇଁ ଏକମାତ୍ର ପରମେଶ୍ୱର ଅଟ। ଆମ ଭଳି ଅଯୋଗ୍ୟ ସନ୍ତାନ ମାନଙ୍କୁ ପ୍ରଭୁ କୌଣସି ପ୍ରଭୁ କୌଣସି ଯୋଗ୍ୟତା ନାହିଁ ତୁମ ଚାହୁଁଥିଲେ ବସିବା ପାଇଁ, କିନ୍ତୁ ପରମେଶ୍ୱର ତୁମର ଅନୁଗ୍ରହ ଦୟା ପ୍ରେମ ସକାଶେ ପ୍ରଭୁ ତୁମ ଚାହୁଁଥିଲେ ବସିବା ପାଇଁ ମତେ ସୁଯୋଗ ଦେଇଛ, ସେଥିପାଇଁ ଧନ୍ୟବାଦ ପ୍ରଭୁ। ତୁମେ ଆମମାନଙ୍କୁ ପ୍ରସ୍ତୁତ କର ପ୍ରଭୁ, ଆମମାନଙ୍କ ଜୀବନରେ ଯେପରି ପ୍ରଭୁ ଦୃଢ ଭରସା ଦୃଢ ବିଶ୍ୱାସ ପ୍ରଭୁ ଆମମାନଙ୍କ ଜୀବନରେ ଢାଳି ଦିଅ। ହେ ପିତା ପରମେଶ୍ୱର, ଶେଷ ପର୍ଯ୍ୟନ୍ତ ତୁମ ନିକଟରେ ଆମେ ଦୃଢ ଭାବରେ ଭରସା ଯୋଗ୍ୟ ହୋଇ ଯେପରି ପ୍ରଭୁ ତୁମ ସେ ଶେଷ ଆଗମନ ପର୍ଯ୍ୟନ୍ତ ଆମ ନିଜ ଜୀବନକୁ ପ୍ରସ୍ତୁତ କରିପାରିବୁ। ପିତା ପରମେଶ୍ୱର, ତୁମେ ସାହାଯ୍ୟ କର, ଅନୁଗ୍ରହ କର, ଦୟା କର ପ୍ରଭୁ। ଏହି ପ୍ରାର୍ଥ ସମୟରେ ଯେତେ ଜଣ ଜୁମ୍ରେ ଆମେ ଯୋଡି ହେଇଛୁ ପିତା ପରମେଶ୍ୱର, ତୁମେ ସମସ୍ତଙ୍କ ନାମ ଧରି ଧରି ଆଶୀର୍ବାଦ କର। ମଙ୍ଗଳମୟ ରାଜା, ତୁମର ସେଇ ନିଗୁଡ ବାକ୍ୟ ବୁଝିବା ପାଇଁ ପ୍ରଭୁ ଆମମାନଙ୍କୁ ଜ୍ଞାନ ଶକ୍ତି ଦିଅ ପ୍ରଭୁ, ସୁସ୍ଥିର ମନ ଦିଅ। ପବିତ୍ର ଆତ୍ମା ତୁମକୁ ଧନ୍ୟବାଦ ଦେଇ ପ୍ରଭୁ ଏହି ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମରେ ମାଗେ ପିତା, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ ଦିଦି। ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିଥିବା ହେତୁ ସମସ୍ତେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟେ କରତାଳି ଜ୍ଞାପନ କରିବା। ସେତେବେଳେ ଆମମାନଙ୍କର ଆରାଧନା ସରିଅଛି। ବର୍ତ୍ତମାନ ଆମମାନେ ବାକ୍ୟ ନିକଟକୁ ଯାଉଥିବା ଆମମାନଙ୍କ ଗହଣରେ ଆଉ ମୂଷା ପାଣି ଆଜ୍ଞା ଅଛନ୍ତି। ପ୍ରେଜ୍ ଦ ଲର୍ଡ ଆଜ୍ଞା, ନମସ୍କାର। ପାଣି ଆଜ୍ଞା ନମସ୍କାର। ପ୍ରେଜ୍ ଦ ଲର୍ଡ। Praise Lord. କଟିଗଲେ ବୋଧେ। ଆଜ୍ଞା ନମସ୍କାର। ନମସ୍କାର। ଆଜି ଆପଣ ଯେଉଁ ପ୍ରଭୁଙ୍କର ବାକ୍ୟ ଘେନି ଆସିଛନ୍ତି ଆମମାନଙ୍କୁ ପରିବେଷଣ କରନ୍ତୁ ଆଉ ଆତ୍ମିକ କ୍ଷୁଧାକୁ ନିବାରଣ କରନ୍ତୁ। ପ୍ରଭୁ ଆପଣଙ୍କର ସହିତରେ ରୁହନ୍ତୁ। ବର୍ତ୍ତମାନ ଆପଣଙ୍କର ସମୟ, ଆଉ ଏତେବେଳେ ଆମମାନେ ଆଜ୍ଞାକୁ କିଛି ତ ଦେଇପାରିବା ନାହିଁ, କେବଳ ଆମମାନେ ତାଙ୍କୁ ଅଭ୍ୟର୍ଥନା କରିବା ନିମନ୍ତେ କରତାଳିଟିଏ ପ୍ରଦାନ କରୁଥିବା। Thank you. ଧନ୍ୟବାଦ ଆଜ୍ଞା। ବହୁତ ଧନ୍ୟବାଦ। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ, ଗୌରବ ପ୍ରଶଂସା ହଉ, କାରଣ ପ୍ରଭୁ ଆମ୍ଭମାନଙ୍କୁ ପ୍ରେମ କରି ଦୟା ସାହାଯ୍ୟ କରି ଆମ୍ଭମାନଙ୍କର ସହାୟ ହେଇଛନ୍ତି। ଏ ପର୍ଯ୍ୟନ୍ତ ଆମମାନଙ୍କୁ ବହି ଆଣିଛନ୍ତି। ତାଙ୍କର ଅନୁଗ୍ରହ, ତାଙ୍କର ଦୟା, ତାଙ୍କର ଆଶୀର୍ବାଦ ଆମମାନଙ୍କ ପାଇଁ ପ୍ରଚୁର କରି ସାହାଯ୍ୟ କରିଛନ୍ତି, ଉପକାର କରିଛନ୍ତି। ସେଥିପାଇଁ ପ୍ରଭୁଙ୍କ ନାମର ଗୌରବ ହଉ, ପ୍ରଶଂସା ହଉ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଦୟା କରନ୍ତୁ, ଏବଂ ଆଜି ମଧ୍ୟ ଯୋଉ ସମସ୍ତ ବିଷୟ ମାନେ ଚିନ୍ତା କରିବା ପାଇଁ ଯାଉଛୁ ସେଥିରେ ତାଙ୍କର ଅନୁଗ୍ରହ ଯୋଗ କରନ୍ତୁ। ତେବେ ମୋର ସ୍କ୍ରିନଟି ନିଶ୍ଚୟ ଦେଖିପାରୁଥିବେ। ମୁଁ ଧନ୍ୟବାଦ ଦଉଛି ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆକୁ ଏବଂ ଏହାର ପ୍ରତିଷ୍ଠାତାଙ୍କୁ ଆଜ୍ଞାଙ୍କୁ ଧନ୍ୟବାଦ ଦଉଛି ଯେ ମତେ ସୁଯୋଗ ଦେଇଛନ୍ତି, ଏବଂ ଧନ୍ୟବାଦ ଦଉଛି ପ୍ରଭୁଙ୍କର ଦାସୀଙ୍କୁ ଯିଏକି ଆଜି ଉପାସନା ପରିଚାଳନା କରୁଛନ୍ତି, ଏବଂ ଧନ୍ୟବାଦ ଦଉଛି ଆଜି ୱାର୍ସିପ କରିଥିବା ପ୍ରଭୁଙ୍କର ଦାସୀଙ୍କ ପାଇଁ। ପ୍ରଭୁ ସେମାନଙ୍କୁ ପ୍ରେମ କରି ଦୟା କରି ସେମାନଙ୍କର ସହାୟ ହେଇଛନ୍ତି, ପ୍ରଭୁଙ୍କ ନିମନ୍ତେ ବ୍ୟବହାର ହେବା ପାଇଁ ସାହାଯ୍ୟ କଲେ, ସହାୟ ହେଲେ, ସହବର୍ତ୍ତୀ ହେଲେ। ସେଥିପାଇଁ ପ୍ରଭୁଙ୍କର ଗୌରବ ହଉ। ପ୍ରଭୁ ସେମାନଙ୍କୁ ବିଶେଷ କରି ଆଶୀର୍ବାଦ କରନ୍ତୁ। ଆଜିର ଧ୍ୟାନ ନିମନ୍ତେ ଆମେ ପାଠ କରିବା। ଆମେ ପ୍ରକାଶିତ ବାକ୍ୟରୁ
ଚିନ୍ତା କରିକି ଆସୁଛୁ, ଶିଖିକିରି ଆସୁଛୁ। ଆଜି ଆମେ ପ୍ରକାଶିତ ବାକ୍ୟ 2 ଅଧ୍ୟାୟ 1 ପଦରୁ 7 ପଦ ପର୍ଯ୍ୟନ୍ତ ମାନେ ପାଠ କରିବା। କେହି ଜଣେ ଦୟାକରି ପାଠ କରି ସାହାଯ୍ୟ କରିବେ। ପ୍ରକାଶିତ 2 1 ରୁ 7। ବାକ୍ୟରେ ଏପରି ଲେଖାଯାଏ, ଏଫିସ ମଣ୍ଡଳୀର ଦୂତ ନିକଟକୁ ଲେଖ, ଯେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରନ୍ତି ଓ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ଗମନାଗମନ କରନ୍ତି। ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ, ପରିଶ୍ରମ ଓ ଧୈର୍ଯ୍ୟ ଜାଣୁ। ପୁଣି ତୁମ୍ଭେ ଯେ ଦୁଷ୍ଟ ମାନଙ୍କର କ୍ରିୟା ସହି ନ ପାର, ଆଉ ଯେଉଁମାନେ ଆପଣା ଆପଣାକୁ ପ୍ରେରିତ ବୋଲି କହନ୍ତି କିନ୍ତୁ ପ୍ରକୃତରେ ପ୍ରେରିତ ନୁହନ୍ତି, ସେମାନଙ୍କୁ ପରୀକ୍ଷା କରି ମିଥ୍ୟାବାଦୀ ବୋଲି ଚିହ୍ନିଅଛ। ପୁଣି ଧୈର୍ଯ୍ୟ ଧରି ଆମ୍ଭର ନାମ ସକାଶେ କଷ୍ଟ ସହିଅଛ ଓ କ୍ଳାନ୍ତ ହୋଇ ନାହଁ, ଏହା ମଧ୍ୟ ଆମ୍ଭେ ଜାଣୁ। ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣା ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି ତାହା ସ୍ମରଣ କରି ମନ ପରିବର୍ତ୍ତନ କର ଓ ଆଦ୍ୟ କର୍ମ ସବୁ କର। ନହେଲେ ଯେବେ ମନ ପରିବର୍ତ୍ତନ ନ କର, ତେବେ ଆମ୍ଭେ ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇ ଦେବୁ। ହେଲେ ତୁମ୍ଭର ଏହି ସଦ୍ଗୁଣ ଅଛି ଯେ, ଆମ୍ଭେ ନିକଲାତୀୟ ମାନଙ୍କର ଯେଉଁ ସବୁ କର୍ମ ଘୃଣା କରୁ, ତୁମେ ମଧ୍ୟ ସେହି ସବୁ ଘୃଣା କରୁଅଛ। ମଣ୍ଡଳୀଗଣକୁ ଆତ୍ମା କଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ଯେ ଜୟ କରେ ତାହାକୁ ଆମ୍ଭେ ଈଶ୍ୱରଙ୍କ ପାରଦର୍ଶରେ ଥିବା ଜୀବନ ବୃକ୍ଷର ଫଳ ଖାଇବାକୁ। ପ୍ରଭୁ ଏ ପଠିତ ବାକ୍ୟ ବୁଝିବା ନିମନ୍ତେ ଆମକୁ ସାହାଯ୍ୟ କରନ୍ତୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଜି ଆମେ ଏଫେସୀୟ ମଣ୍ଡଳୀ ବିଷୟରେ ଆମେ ଆଜି ଆଲୋଚନା କରିବା ପାଇଁ ଯାଉଛୁ। ଏଫେସୀ ମଣ୍ଡଳୀ ବିଷୟରେ ଆମେ ଅର୍ଥାତ୍ ପ୍ରକାଶିତ ବାକ୍ୟ ବିଷୟରେ ଆମେ ଆଲୋଚନା କରିକି ଆସୁଛୁ। ଆଉ ଆଜି ଆମେ ଏଫେସୀୟ ମଣ୍ଡଳୀ ବିଷୟରେ ଆମେ ଆଲୋଚନା କରିବା ପାଇଁ ଯାଉଛୁ। ତେବେ ଆମେ ଗତ ଦିନ ଗୁଡିକରେ ଆମେ ଆଲୋଚନା କରିଥିଲୁ ଯେ ଏ ସମସ୍ତ ବିଷୟ ଆଉ ପ୍ରକାଶିତ ବାକ୍ୟର ମୂଳ ପଦଟି ବିଷୟରେ ଆମେ ଆଲୋଚନା କରିଥିଲୁ। ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି, ଏହା ପରେ ଘଟିବ, ଅର୍ଥାତ୍ ଯାହା ଯାହା ସବୁ ଘଟିବ, 1 ଅଧ୍ୟାୟ ଯାହା ଘଟି ଯାଇଛି ଏବଂ 2 ଅଧ୍ୟାୟ ଏବଂ 3 ଅଧ୍ୟାୟ ବର୍ତ୍ତମାନ ଘଟୁଅଛି, ଅର୍ଥାତ୍ ସେହି ସମୟରେ ଯାହା ସବୁ ଘଟୁଥିଲା, ଏବଂ 4 ଅଧ୍ୟାୟରୁ 22 ଅଧ୍ୟାୟ ପର୍ଯ୍ୟନ୍ତ ଆସନ୍ତା ଦିନରେ ଘଟିବା ପାଇଁ ଯାଉଛି। ପ୍ରକାଶିତ ବାକ୍ୟର କଥା ହଉଛି ପ୍ରାଚୀନ ବ୍ୟାଖ୍ୟା, ଐତିହାସିକ ବ୍ୟାଖ୍ୟା, ଭବିଷ୍ୟତ ବ୍ୟାଖ୍ୟା, ଅର୍ଥାତ୍ ଯାହା ଘଟି ଯାଇଥିଲା ପୁରୁଣା କଥା, ଏବଂ ମଣ୍ଡଳୀର ସମସ୍ତ ବିଷୟ, 7ଟି ମଣ୍ଡଳୀକୁ, ସପ୍ତ ମଣ୍ଡଳୀକୁ ଯାହା ଯାହା ସବୁ ଲେଖା ଯାଇଥିଲା ତାହା ହଉଛି ଐତିହାସିକ ଗୋଟେ ଇତିହାସ ଅଟେ ତାହା, ଏବଂ ଭବିଷ୍ୟତ ବ୍ୟାଖ୍ୟା, ଆସନ୍ତା ଦିନରେ ଯୋଉ ସମସ୍ତ ବିଷୟ ଘଟିବା ପାଇଁ ଯାଉଛି ସେ ସମସ୍ତ ବିଷୟ ଲିପିବଦ୍ଧ ହେଇଛି 4 ଅଧ୍ୟାୟରୁ 22 ଅଧ୍ୟାୟ ପର୍ଯ୍ୟନ୍ତ। ପ୍ରକାଶିତ ବାକ୍ୟରେ 7ଟି ଧନ୍ୟ ବା ଆଶୀର୍ବାଦ କଥା ଆମେ ଆଲୋଚନା କରିଥିଲୁ। ଏହାକୁ ମୁଁ ଆଉ ଥରେ ପୁନର୍ବାର କହିବାର କୌଣସି ଆବଶ୍ୟକତା ନାହିଁ। କେବଳ ମନେ ପକେଇ ଦେବା ପାଇଁ ଏହା କେବଳ ଦେଖଉଛି ସ୍କ୍ରିନରେ। ଏବଂ ପ୍ରକାଶିତ ବାକ୍ୟରେ ଯୀଶୁଙ୍କର 7ଟି ରୂପ କଥା ମାନେ ଆଲୋଚନା କରିଥିଲୁ। ଏହାକୁ ମଧ୍ୟ ମୁଁ କହିବାର କୌଣସି ଆବଶ୍ୟକତା ନାହିଁ, କେବଳ ମନେ ପକେଇବା ପାଇଁ ଆଉ ଥରେ ଏହାକୁ ମୁଁ ଦେଖଉଛି। ଏବଂ ଆମେ ଆଲୋଚନା କରିଥିଲୁ ଯେ ପୁସ୍ତକର ଉନ୍ମୋଚନ ବିଷୟରେ, ଦ ପର୍ସନ ଅଫ ଦ ରେଭେଲେସନ, ପ୍ରକାଶନର ବ୍ୟକ୍ତି, ଦ ପର୍ପଜ ଅଫ ଦ ରେଭେଲେସନ, ପ୍ରକାଶନର ଉଦ୍ଦେଶ୍ୟ କଣ, ଏବଂ ଦ ପେନ୍ ମ୍ୟାନ ଅଫ ଦ ରେଭେଲେସନ, ପ୍ରକାଶନର ଲେଖକ ବିଷୟରେ ଆମେ ଆଲୋଚନା କରିଥିଲୁ। ଏବଂ ଦ ପ୍ରମିସ ଅଫ ଦ ରେଭେଲେସନ, ପ୍ରକାଶନର ପ୍ରତିଜ୍ଞା କଣ, ସେଇଟା ମଧ୍ୟ ଆମେ ଆଲୋଚନା କରି ସାରିଛୁ। 4ଟି ପି, ପର୍ସନ, ପର୍ପଜ, ପେନ୍ ମ୍ୟାନ, ପ୍ରମିସ, এই 4ଟି କଥା ଆମେ ଆଲୋଚନା କରିଛୁ। ତେବେ ଆଜି ଆମେ ଏଫେସୀୟ ମଣ୍ଡଳୀ ବିଷୟରେ
आलोचना करबा पई जाउछु गोटे बहुत बढ़िया मंडली एहा थिला आउ जहा कि परवर्ती समय रे वर्तमान एई जगत रे नाही एई मंडली आउ नाही तार भग्नावशेष आउ सेटा देखिलु आमे एवं तार मैप टी होछि ए प्रकार देखंतु 1 2 3 4 5 6 7 ए प्रकार 7टी मंडली एफिसी मंडली स्वर्णा मंडली परगम मंडली थुयाथिरा मंडली सारधी मंडली फिलाडेल्फिया मंडली लाउदिकिया मंडली ए प्रकार 7टी मंडली को ए जोहन यीशुंकर शिष्य जोहन से चिठी लेखुछंती जदिबा प्रभु जीशु होउछंती एई चिठी पठेइछंती प्रभु जीशु होउछंती हैं मुख्य व्यक्ति किंतु तांको पाई जोहन से लेखुछंती जहा जहा प्रभु जीशु तांको जणेले से समस्त विषय से जीशुंको हेतु जीशुंको पाई लेखिछंती एणु आमे आकु कहिबा जे प्रभु जीशु एई चिठीटी पठेइछंती 7टी मंडली को प्रभु जीशु एई चिठीटी पठेइछंती प्रभु जीशु सप्त नक्षत्र धारण करती और सप्त सुवर्ण प्रदीप मध्य गमना गमन करती तेबे ए प्रकार दर्शन पाइला परे आउ से समस्त विषय जनाती जे कौन तांकर स्वतंत्र परिचय मंडली निकट रे भिन्न भिन्न भाव रे 7टी मंडली को 7 प्रकार परिचय से दियंती एफिसियो मंडली को से गोटे तांकर परिचय दियंती ना जे अपना दक्षिण हस्त रे सप्त नक्षत्र धारण करंती ओ सप्त सुवर्ण प्रदीप मध्य रे गमनागमन करंती अर्थात एफिसी मंडली को गोटे प्रकार से निजर परिचय दियंती एवं स्वर्ण मंडली को से आउ गोटे प्रकार परिचय दियंती भिन्न भाव से परिचय दियंती एफिसी मंडली को जे प्रकार परिचय देले स्वर्ण मंडली को से प्रकार नुहे स्वर्ण मंडली को भिन्न प्रकार जे प्रथम ओ शेष जे मृत होई पुनर्जीवित हेले भिन्न भाव भिन्न प्रकार एवं परगम मंडली को ताठारो आउ भिन्न प्रकार तांकर परिचय जहांकर तीक्ष्ण द्विधार खड्ग अछि भिन्न भिन्न भाव भिन्न भिन्न मंडली को अर्थात 7टी मंडली को से तांकर परिचय प्रदान करुछंती ए समस्त कथा हमें आलोचना करिबा ए मंडली आसीबा समय हमें ए समस्त विषय को आलोचना करिबा ईश्वरंकर जो थियोथेरा मंडली को ईश्वरंकर जो पुत्रंकर चक्षु प्रज्वलित अग्निशिखा सदृश्य ओ पाद उज्जवल पितल तुल्य थियोथेरा मंडली को एक भिन्न परिचय एवं सारथी मंडली को आउ गोटे प्रकार परिचय दौरान जे ईश्वरंकर सप्त आत्मा ओ सप्त नक्षत्र धारण करती प्रकाश 3:1 पद मु पद पर्व को ऑलरेडी लिखा है आपण माने निश्चय देखि पारुथिबे एवं 6 नंबर परिचय फिलाडेल्फिया मंडली को प्रभु जीशु तांकर परिचय दउछंती जे पवित्र ओ सत्य जहांक हस्तरे दाऊदंकर कंची अछि जे फिटाइले केही बंद करि पारे नाही आउ बंद कले केही फिटाई पारे नाही तांकर परिचय भिन्न भावरे एवं 7 नंबर लाउदिकिया मंडली को से तांकर परिचय दियंती जे सत जे विश्वस्त ओ सत्य साक्षी जे ईश्वरंकर सृष्टिर आदिकर्ता तांकर परिचय 7टी मंडली को 7 प्रकार से प्रकाश करिसंती
एफिसी मंडली कथा माने जदि देखिबा एफिसी मंडली रे किए एफिसी मंडली स्थापन करिथिला ना पाउलଙ୍କ द्वारा ई मंडली स्थापन हेथिला। पाउल जेतेबेले तांकर मिशनरी यात्रा कले से समय रे एई स्थान को जाइथिले अर्थात एफिसी को गले और एफिसी रे रही करी से सुसमाचार प्रचार कार्य करिथिले। पाउलଙ୍କର द्वितीय मिशनरी यात्रा समय रे यहाँ हेई पारिथिला। प्रेरित तार 18 अध्याय 19 रु 21 पद जदि आमने पढ़िबा सेठी एई कथाटी लेखा अछि जे पाउल तांकर द्वितीय मिशनरी यात्रा समय रे एई स्थान को जाइथिले आउ से स्थान रे मंडली स्थापन करिथिले सुसमाचार प्रचार करिथिले। पढ़िबा टिके बाइबल पढ़िबा प्रेरित 18 19 पद रु पढ़िबा। ପରେ ସେମାନେ ଏଫିସକୁ ଆସିଲେ। ପୁଣି ସେ ସ୍ଥାନରେ ସେମାନଙ୍କୁ ଛାଡ଼ି ନିଜେ ସମାଜ ଗୃହରେ ପ୍ରବେଶ କରି ଯିହୁଦୀମାନଙ୍କୁ ଉପଦେଶ ଦେଲେ। बहुत धन्यवाद। ए स्थान रे से मंडली स्थापन करने कथा लेखा जाए एवं तांकर तृतीय मिशनरी यात्रा समय रे जेतेबेले से तृतीय थर करी आउ थरे मिशनरी यात्रा करूछंती आ से समय रे से सेठी 3 वर्ष रही करी सुसमाचार कार्य करिथिले। आ ए समय रे केवल से एफिसी रे नुहे मात्र तार आख पाख जेते सबु ग्राम गुड़िक अच्छी सहर गुड़िक अच्छी से सब स्थान रे जाइकी मध्य से सुसमाचार प्रचार करिथिले। 19 अध्याय 1 पद रु 10 पद रे जदि आमे पढ़िबु सेठी से समस्त विषय लेखा अछि। एवं पाउल प्रिस्किला और आकिला को एई स्थान रे सेवा करिबा निमंते रखिथिले। प्रिस्किला और आकिला से माने पाउलंकर अनुरोध क्रमे एई स्थान रे थिले एवं से माने सुसमाचार प्रचार करिबा सहित ए मंडली रे से माने रही मंडली रो समस्त दायित्व मध्य से माने ग्रहण करिथिले। आपोलो नामक जने शिक्षक ए स्थान को आसिकरी आ से शिक्षा दउथले। आपोलोर गोटे भल प्रचारक गोटे सुवक्ता बढ़िया प्रचारक आ से एई मंडली रहिथिले आ से शिक्षा दउथले। प्रिस्किला और आकिला प्रथमे एफिसरे ख्रीष्टीय विश्वास रो प्रभाव पकेइथिले। ख्रीष्टीय विश्वास के प्रकार ख्रीस्टियन कौन से माने की प्रकार रहइबा कथा से माने केमती बंचिबा कथा से समस्त विषय अन्यमान को निकट रे प्रभाव पकेइथिला। एवं तिमोथी मध्य एठारे रही करी सेवा कार्य करुथले। जेतबेले पाउल से अन्यत्र जीवक पड़िला आ से समय रे से स्थान रही करी से सेवा कार्य करिथिले। तुखिक नामक आउ जने लोक से मध्य जे कि सॉरी पाउलंकर सहित थिले आ से मध्य ए स्थान रही करी सेवा कार्य करिथिले। आ शेषरे शिष्य जोहन जीशुंकर शिष्य जोहन मध्य ए स्थान रही आ से सेवा कार्य करुथिले। आ परवर्ती समय रे पात्म नामक द्वीप को से निर्वासित होइथिले। ए स्थान रु ही तांको धरिकिरी निया जाइथिला। एफिसी शहर कथा वर्तमान आम टिके आलोचना करिबा। एफिसी शहर विषय रे आमने जानिबा। एफिसी आसिया रो ज्योति भाव रे आख्या पाइथिला ख्याति अर्जन करिथिला। आसिया रो ज्योति किए ना एफिस। एशिया रो ज्योति किए ना जने जनकर ना अछि के कहि परबे टिके देखिबा। एशिया रो आलोक एशिया रो आलोक होचंदी बुद्ध गौतम बुद्ध। हाँ आ जगत रो ज्योति किए यीशु प्रभु जी यीशु ख्रीष्ट। बहुत धन्यवाद प्रभु यीशु ख्रीष्ट। ओके
ताले से प्रकार ए सहर आसियार ज्योति भावरे से ख्याति अर्जन करिथिला। एफिसी आसियार बड़ सहर थिला एवं गोटे धनी सहर मध्य थिला। एफिसी एक बड़ वाणिज्य केन्द्र थिला। एफिसी रे समस्ते आसिकी ए स्थान रे वाणिज्य व्यवसाय करुथिले। कारण कौन, एठी गोटे बृहत बंदर गोटे थिला। जेहेतु गोटे बड़ बंदर थिला एशिया माइनर रो, सेथिपाई अनेक लोक ए स्थान को आसुथिले, वाणिज्य व्यवसाय करुथिले। एटा गोटे धनी सहर थिला, बड़ सहर थिला, एणु अनेक लोक ए स्थान को आसिकरी रहुथिले, वाणिज्य व्यवसाय करुथिले। जे प्रकार गोटे सहर को आम लोक माने जाती वाणिज्य व्यवसाय करती, गोटे सहर को न गले गाँव रे रहिकरी किछि करिहब नै। जदि वाणिज्य व्यवसाय करिवार अछि, बिजनेस करिवार अछि, गोटे सहर को जीवाक पड़िबो। आउ एई एफिसी से प्रकार गोटे सहर थिला। आ एफिसी एक समुद्र तटरे बा गोटे नदी पाखरे एहा अवस्थित थिला। आउ एहा प्रायतः समुद्र ठारू प्राय 3 माइल दूर रे थिला, प्राय पाखरे थिला। एणु एहा गोटे बढ़िया सहर थिला। अनेक लोक एठिको आसुथिले। जेमति कि आमे समुद्र पाखरे थिबा सहर को आमे जाई थाउ। आमे जदि कहबा गोपालपुर, जदि कहबा पुरी, जदि कहबा विशाखापट्टना, भल लागे जाइकरी बुली की आसीबा पई भल लागे। तो से प्रकार गोटे स्थान एटा एफिसी गोटे बढ़िया सहर। आ एथि पई अनेक लोक स्थान को आसुथिले। आउ एफिसी एक प्रमुख स्थान थिला। एफिसी एवं तार राजनीति विषय माने देखिबा। सहर कथा गला, मंडली कथा गला, एवं राजनीति कथा। राजनीति केमती ना, यह गोटे स्वयं चालित सहर थिला। जदिबा से समय रे रोम सरकार शासन करुथला, किंतु एई सहर को रोम सरकार शासन करू नथिला। एमाने स्वयं चालित थिले। निजे निजर सहर को से माने परिचालना करुथले, निजे समस्त शासन से माने करुथले, समस्त व्यवस्था तांकर थिला। कौनसी भावरे ए रोम सरकार रो अधीन रे माने नथिले। जदिबा से माने थिले, किंतु रोम सरकार रो कौनसी प्रभाव से मान को ऊपर नथिला। रोम रो कौनसी लोक, रोम सरकार रो कौनसी लोक जे मान को जाइकरी एहा करिवो, ताहा करिवो, सेहा करिवो, एहा से मान को कहू नथिले। से माने निज इच्छा रे से माने समस्त कार्य करि पारुथिले। अर्थात से माने स्वयं चालित थिले। वर्तमान एहार नाम अर्थात एफिसी सहर नाम सेलकुक अटे। सेलकुक जहाँकि तुर्की रे अवस्थित, तुर्की रे यहाँ अछि। एवं एहार खेल एफिसी एवं तार खेल एफिसी रे विश्व स्तरीय क्रीड़ा प्रतियोगिता हेउथला। गोटे प्रतियोगिता आयोजन करा जाउथला, जोठी कि अनेक लोक, अनेक देशर लोक माने से स्थान को आसुथिले, जहाकु कि वर्तमान ओलंपिक बोली करी कहा जाउछि। एई दिन गुडी को ठारू ही यह आरंभ करा जाइथिला, जहाकु कि एफिसी खेल, ओलंपिक खेल ए सबु से समय आयोजन होउथला। आ सेबे ठारू ही वर्तमान जो ओलंपिक होउछि से समय ठारू यह आरंभ करा जाइथिला। जेमति कि ओलंपिक हेले कोठी होउछि, चीन रे होउछि कि आउ को जगह रे होउछि, इंडिया रे होउछि। अनेक 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 देशर लोक माने आसंती, अनेक लोक माने आसंती। से समय रे गोटे बड़ आयोजन करा जा। से प्रकार एफिसी रे समस्त विषय आयोजन करा जाउथला। एवं एफिसी रे जो भग्नावशेष सब अनेक विषय रहिछि सेठी, ताकू वर्तमान आलोचना करिबार नै समय नै। ओके, तापरे प्रति वर्ष मे मासरे एफिसी
गोटे जन गहळीरे परिपूर्ण होई जाउथला। अर्थात अनेक लोक एते लोक मे मासरे आसुथिले जे ताको कंट्रोल करबा पई असुविधा हो जाउथला। जदि आमे एमति कहबा जे जेहेतु आमर प्राय गजपति लोक माने अछंती, जदि आमे कहबा बड़दिन समय रे आमर सेरंगर लोक माने जदि जिबे गुमा हाट को फुल हे जाइतबे लोक एते गहळी बड़दिन पई हाट आ से समय रे सब नेइकरी से माने आसीबे आ से सप्ताह सारा समस्त जिनिस से मानकर जहा जहा आवश्यक सब नेइकरी आसीबे। एबे वर्तमान आ गुमा हाट को जिबा पड़न एटा खाली टिके मिसेई दउछे, एटा दरकार नै किंतु जानिबा पई कहूछ। तेरंगरे मध्य गोटे रविवार दिन गोटे हाट होउछि आ से दिन फुल लोक हे जाउछन। तो से प्रकार प्रति वर्ष मे मासरे एफिसी सहर जन गहळी रे परिपूर्ण हो जाउथला। एते लोक समागम होउथले ताहा कंट्रोल करिवार बाहरे थिला। एवं तार धर्म एफिसी रे गोटे धर्म अछि। एफिसी रो धर्म, एफिसी रो धर्मटी कोन ना एफिसी रे गोटे आर्तेमी रो आराधना केंद्र थिला, जहाकु कि ग्रीक भाषा रे आर्तेमी बोली करी कहा जाउथला एवं रोमियो नाम होछि डायना। आर्तेमी जे डायना सी गोटे होछि ग्रीक भाषा, गोटे होछि रोमियो भाषा। आउ एहा प्रेरित तार 19 अध्याय 23 पदरु 28 पद पर्यंत लेखा अछि। एई कथाटी लेखा अछि, मु पढुछि। जेहेतु ए बाइबल स्टडी सेति पई याको आलोचना करबा समय रे बोर लागि पारे, किंतु अनेक कथा आमे एथिरु जानि परिबा। बाइबल स्टडी रे प्राय के भल लागे नै, जॉइन करंती नै। जो माने बाइबल विषय रे अधिक जानिबा पई चाहंती से प्रकार जॉइन करंती। सेति पई मु जमा व्यस्त नुहे। जेतकी जन जॉइन करथिले प्राय 31 जन जॉइन करथिले, मु खाली इन्फॉर्मेशन पई कहूछि, किंतु वर्तमान 26 जन अछंती। तार अर्थ होछि 5 जन से मान को बोर लागे। आ द्वितीय कथा होछि जे केवल पोस्ट को छाडी देले समस्त बंद कर देछंती। ठीक अछि, मु तो देखुनी काको। मो मोर वाक्य रे चलुछि। एट लेखा अछि प्राय से समय रे एही मार्ग विषय रे महा गंडगोल उठिला, कारण दिमित्रियो नामक जने स्वर्णकार आर्तेमीर रौप्य मंदिर निर्माण करुथिला, पुणी शिल्पकर मानकर यथेष्ट लाभ कराउथिला। से सेमानंकु ओ सही व्यवसाय रो कारीगर मानकु डाकी कहला, महाशय माने एही व्यवसाय द्वारा आमे माने धन प्राप्त हेउ बोली आपण माने जानंती, आउ हस्त निर्मित देवता माने ईश्वर नुहंती बोली कही एही पाउल केवल एफिस रे नुहे, मात्र प्राय समस्त आसियार बहुत लोकंकु मताई भुलाउ अछि। एहा आपण माने देखु अछंती ओ सुनु अछंती। एथिरे जे केवल आमानकर एही व्यवसायर दुर्नाम हेबार आशंका अछि ताहा नुहे, किंतु जो महादेवी आर्तेमींकु समस्त आसिया ओ जगत जाक पूजा करंती, तांको मंदिर मध्य नगण्य होई पड़िबार ओ तांको महिमार ग्लानि सुद्धा घटिबार आशंका अछि। एही कथा शुणी सेमाने क्रोधरे परिपूर्ण होई चित्कार करी कहिबाकु लागिले, एफिसियो मानकर आर्तेमी महादेवी अटंती। तामाने जेतबेले पाउल एफिस रे प्रचार करुथिले आ सेतबेले ए समस्त घटना सब घटिथिला। याकु मु बुझेबार कोनोसी आवश्यकता नाही, कारण पढ़िबा द्वारा आमे जानिछु, अनेक आमे जानिबा लोक माने अछु, एणु याकु मु बुझेबार कोनोसी आवश्यकता नाही। तेबे एई जो डायना बा आर्तेमी
ମନ୍ଦିରଟି ବା ଏଇ ମୂର୍ତ୍ତିଟି ପ୍ରାଚୀନ ଯୁଗର ସପ୍ତାଶ୍ଚର୍ଯ୍ୟ ମାନଙ୍କ ମଧ୍ୟରୁ ଅନ୍ୟତମ। ସପ୍ତାଶ୍ଚର୍ଯ୍ୟ, 7 ୱଣ୍ଡର୍ସ, କଣ ସେଟା? ଆଗରୁ ଥିଲା କଣ ଥିଲା? ତା ମଧ୍ୟରେ ଏଇ ଗୋଟେ ଡାୟନା ମନ୍ଦିରଟି। ପ୍ରଥମଟି ହଉଛି ଲାଇଟ୍ ହାଉସ୍, ଦ ଲାଇଟ୍ ହାଉସ୍ ଅଫ ଆଲେକ୍ଜାଣ୍ଡ୍ରିଆ। ଦ୍ୱିତୀୟଟି ହଉଛି ପିରାମିଡ, ଯାହାକି ମିଶର ଦେଶରେ ଅଛି, ଇଜିପ୍ଟରେ। ତୃତୀୟଟି ହଉଛି ଝୁଲନ୍ତା ଉଦ୍ୟାନ, ଦ ହ୍ୟାଙ୍ଗିଂ ଗାର୍ଡେନ। ଚତୁର୍ଥଟି ହଉଛି ଦ ଟୋମ୍ ଅଫ ଦ କିଙ୍ଗ ଅଫ ମାର୍ଶାଲସ୍, ମାର୍ଶାଲସ୍ ରାଜାଙ୍କର କବର। ପଞ୍ଚମଟି ହଉଛି କଲସସ୍ ରୋଡ, କଲସସ୍ ସହର। ଷଷ୍ଠଟି ହଉଛି ଜିଅସ୍ ମୂର୍ତ୍ତି, ଦ ଷ୍ଟାଚ୍ୟୁ ଅଫ ଜିଅସ୍। ସପ୍ତମଟି ହଉଛି ଡାୟନା ମନ୍ଦିର, ଦ ଟେମ୍ପଲ ଅଫ ଡାୟନା। ଏଇ 7ଟି ପ୍ରାଚୀନ ଯୁଗର ସପ୍ତାଶ୍ଚର୍ଯ୍ୟ, ଏଇ 7ଟି ବିଷୟ। ଲାଇଟ୍ ହାଉସ୍, ପିରାମିଡ, ଝୁଲନ୍ତ ଉଦ୍ୟାନ, ମାଲସସ୍ ରାଜାଙ୍କର କବର, କଲସ ସହର, ଜିଅସ୍ ମୂର୍ତ୍ତି, ଡାୟନା ମନ୍ଦିର। ଆକୁ ଗୋଟେ ଗୋଟେ କରି ବୁଝିବା ଦରକାର ନାହିଁ, କାରଣ ଏଟା ଜାଣିଲେ ମଧ୍ୟ ଆମର କିଛି ଆବଶ୍ୟକ ନାହିଁ, କିଛି କାମରେ ଆସିବନି। କେବଳ ଇନଫର୍ମେସନ, କେବଳ ଜାଣିବା ପାଇଁ ଯେ ଏ ଡାୟନା ମନ୍ଦିରଟି ସେଇ ସମୟରେ ଅର୍ଥାତ ପ୍ରାଚୀନ ଯୁଗର ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରେ ଗୋଟିଏ ଥିଲା। ବର୍ତ୍ତମାନ ଓକେ, ଏଟା ଟିକେ ଦେଖି ଦିଅନ୍ତୁ ସେ ଲାଇଟ୍ ହାଉସ୍ ଟି କଣ ଏବଂ ପିରାମିଡ ଟି କଣ। ଲାଇଟ୍ ହାଉସ୍, ପିରାମିଡ, ମିଶରରେ ପିରାମିଡ, ଓକେ। ଏବଂ ଝୁଲନ୍ତା ଉଦ୍ୟାନ, ଯାହାକି ନବୁଖୁଦନେଶ୍ଵର ରାଜା ତାଙ୍କର ଝିଅଙ୍କ ପାଇଁ ଏହା ପ୍ରସ୍ତୁତ କରିଥିଲେ। ଏଟା ଝୁଲିକିରି ଥିଲା, ଏମିତି ଝୁଲିକିରି ଥିଲା। ତଳେ ଏ ଉଦ୍ୟାନ ନଥିଲା, ଯେମିତି ଆମେ ବର୍ତ୍ତମାନ ତଳେ ଗାର୍ଡେନ କରୁଛୁ, ମାଟିରେ ଯାଇକିରି କରୁଛୁ, ସେମିତି ନୁହେଁ। ଏହା ଝୁଲିକିରି ଥିଲା। ଓକେ, ଏଟା ହଉଛି ମାର୍ଶାଲସ୍ ରାଜାଙ୍କର କବର। ଏଇଟା ହଉଛି କଲସସ୍ ସହର। ଏଇଟା ହଉଛି ଜିଅସ୍ ମୂର୍ତ୍ତି। ଏଇଟା ହଉଛି ଡାୟନା ମନ୍ଦିର ଆଉ ତାର ମୂର୍ତ୍ତି। ଏଠି ବର୍ତ୍ତମାନର ଆଧୁନିକ ଯୁଗର ସପ୍ତାଶ୍ଚର୍ଯ୍ୟ, ଦ ଗ୍ରେଟ୍ ୱାଲ୍, ରୋମାନ କଲିଜିୟମ, ତାଜମହଲ, ଆଉ ଗୋଟେ ହଉଛି ମାଚୁ ପିଚ୍ଚୁ, ଖ୍ରାଇଷ୍ଟ ରିଡେମର, ଚିଚେନ ଇଟ୍ଜା, ପେଟ୍ରା। ଏ ପ୍ରକାର 7ଟି ବିଷୟ ବର୍ତ୍ତମାନ ଅଛି। ଓକେ, ତାହେଲେ ଏଇ ଯୋଉ ଏଫିସି ର ଡାୟନା ମନ୍ଦିର, ତାର ଆରାଧନା କେମିତି କରାଯାଉଥିଲା? ତାର ଆରାଧନା ହଉଛି ପ୍ରକାର, ସେଇ ଏଇ ଯୋଉ ମୂର୍ତ୍ତିଟି ଦେଖିଲେ ଗୋଟେ ପଶୁ ତୁଲ୍ୟ ସେଟା ଥିଲା, ଅସୁନ୍ଦର ଥିଲା, କୌଣସି ସୁନ୍ଦର ଦେଖାଯାଉନଥିଲା, ପଶୁ ପରି ଦେଖାଯାଉଥିଲା। ଆଉ ଏଥିରେ ଅନେକ ଦେବଦାସୀ ମାନେ ଏଇ ସ୍ଥାନରେ ରହୁଥିଲେ। ଦେବଦାସୀ ମାନେ କହିଲେ ଝିଅ ମାନେ, ଯୁବତୀ ପିଲାମାନଙ୍କୁ ଏଇ ସ୍ଥାନକୁ ଆଣିକିରି ରଖାଯାଉଥିଲା। ଆଉ ସେମାନେ ବିବାହ କରିବେ ନାହିଁ, ମାତ୍ର ସେଇ ସ୍ଥାନରେ ରହିବେ। ଆଉ ସେଇ ସ୍ଥାନରେ ରହିକିରି ଯେତେ ଜଣ ସେଇ ସ୍ଥାନକୁ ଆସିବେ ଆରାଧନା କରିବା ପାଇଁ, ପୂଜା କରିବା ପାଇଁ, ଆଉ ସେତେବେଳେ ଏ ଦେବଦାସୀ ସେମାନଙ୍କୁ ସମର୍ପଣ କରାଯାଉଥିଲା। ଆଉ ସେ ଲୋକମାନେ ସେମାନଙ୍କ ସହିତ ସହବାସ କରିବେ। ଏ ପ୍ରକାର ଘୃଣ୍ୟ କାର୍ଯ୍ୟ ସେଇଠି କରାଯାଉଥିଲା। ଆଉ ସେମାନଙ୍କୁ କୁହାଯାଉଥିଲା ଯେ ଦେବଦାସୀ ସହିତ ଯଦି ତୁମେ ସହବାସ କରିବ, ତାହେଲେ ଈଶ୍ୱରଙ୍କର ସହିତ ତୁମେ ସାକ୍ଷାତ ପାଇପାରିବ। ତୁମେ ସାକ୍ଷାତ ହେଇଯିବ, ତୁମେ ସିଧାସଳଖ ତୁମେ ଈଶ୍ୱରଙ୍କର ପାଖକୁ ଚାଲିଯିବ, ଅର୍ଥାତ ଈଶ୍ୱରଙ୍କର ସହିତ ତୁମର ସାକ୍ଷାତ ହବ। ଏତେ ବଡ ଘୃଣ୍ୟ
କାର୍ଯ୍ୟ କରାଯାଉଥିଲା। ଆଉ ଏହା ଏଇ ନାମରେ ବ୍ୟଭିଚାର କାର୍ଯ୍ୟ ପ୍ରଚୁର ଭାବରେ ସେଇ ସ୍ଥାନରେ କରାଯାଉଥିଲା। ଅନେକ ଦେବଦାସୀ ମାନେ ସେମାନଙ୍କର ଅର୍ଥାତ୍ ପରିବାରରୁ ପିଲାମାନେ ଯାହା ସବୁ ସେମାନେ ପ୍ରତିଜ୍ଞା କରିଥିବେ, ମାନସିକ ନା କଣ ମାନସିକ କରିଥିବେ, ଆଉ ସେମାନେ ସେମାନଙ୍କର ଝିଅକୁ ଦେଇଦେବେ ଏ ଡାଇନା ମନ୍ଦିର ପାଇଁ। ମୋର ଝିଅକୁ ମୁଁ ଉତ୍ସର୍ଗ କରିଦେଲି, ଦେଇଦେଲି ନ୍ୟ। ଆଉ ସେଇଠି ସେ ଝିଅଟି ବଢିବ, ସାନ ବେଳୁ ସେ ବଢିବ, ଦେଖିକିରି ଆସିବ, ଶିଖିକିରି ଆସିବ। ତା ପରବର୍ତ୍ତୀ ସମୟରେ ସେଇ ନାମରେ ଅର୍ଥାତ୍ ଈଶ୍ୱରଙ୍କୁ ସାକ୍ଷାତ କରିବେ ଲୋକମାନେ ଆସିକିରି। କେମିତି ସାକ୍ଷାତ କରିବେ? ବ୍ୟଭିଚାର ମାଧ୍ୟମରେ। ଘୃଣ୍ୟ କାର୍ଯ୍ୟ, ବହୁତ ଘୃଣ୍ୟ କାର୍ଯ୍ୟ ଏଇ ସ୍ଥାନରେ କରାଯାଉଥିଲା। ଏବଂ ଏଠାରେ ସବୁବେଳେ ଗାୟନ ଗୀତ ସବୁ ଚାଲୁଥିଲା, ନାଚ ସବୁ ଚାଲୁଥିଲା, ବାଜା ସବୁ ବଜା ଯାଉଥିଲା। ବିଭିନ୍ନ ପ୍ରକାର ପର୍ବପର୍ବାଣୀ, ବିଭିନ୍ନ ସବୁ ଦିନ ଗୋଟେ ପ୍ରକାର ପର୍ବପର୍ବାଣୀ ପ୍ରକାର ଚାଲୁଥିଲା। ଯେମିତି ଆମେ ଆମର ଓଡିଶାରେ 12 ମାସକୁ 13 ପର୍ବ ନା କଣ ବୋଲି କହୁଛନ୍ତି। ପ୍ରତି ସମୟରେ ପ୍ରତିଦିନ ଆଜି ଅମକ ଦର୍ଶନ, କାଲି ସମକ ଦର୍ଶନ, କାଲି ସମକ ଦର୍ଶନ, ବିଭିନ୍ନ ପ୍ରକାର ଦର୍ଶନ ସବୁ ଅଛି। ସେଇ ପ୍ରକାର ଏଇ ଏଫିସିରେ ସବୁବେଳେ ଗୀତ, ନାଚ, ପର୍ବ ପର୍ବାଣୀ ସବୁ 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 ଚାଲୁଛି। ଆଉ ଲୋକମାନଙ୍କୁ କେବଳ ଭୁଲା ଯାଉଥିଲା ବା ଫସା ଯାଉଥିଲା, ବା ସେମାନଙ୍କୁ ପାପରେ ବୁଡି ରହିବା ପାଇଁ ଏଇ ସମସ୍ତ କାର୍ଯ୍ୟ କରାଯାଉଥିଲା। ଅର୍ଥାତ୍ ଆମେ ଏମିତି କହିପାରିବା ଯେ ଏଇ ସହର ପାପରେ ପରିପୂର୍ଣ୍ଣ, ସମ୍ପୂର୍ଣ୍ଣ ଭାବରେ ପୂର୍ଣ୍ଣ ହେଇକିରି ବୁଡିକିରି ରହିଥିଲା। ଯେମିତି ଆମେ ବର୍ତ୍ତମାନ ଦେଖୁଛୁ ଆମର ଅଞ୍ଚଳ ଗୁଡିକରେ, ଆମର ସହରରେ, ଆମର ଓଡିଶାରେ, ଆମର ଦେଶରେ, ଭାରତ ଦେଶରେ ଏବଂ ଅନ୍ୟାନ୍ୟ ଦେଶରେ ଗୁଡିକରେ ମଧ୍ୟ ଆମେ ଏଇ କଥା ଗୁଡାକ ଆମେ ଦେଖୁଛୁ। ତେବେ ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ, ତାଙ୍କର ଅନୁଗ୍ରହ, ତାଙ୍କର ଦୟା, ତାଙ୍କର ଆଶୀର୍ବାଦ, ତାଙ୍କର କରୁଣା ଆମ ମାନଙ୍କ ପାଇଁ ଯୋଗ କରନ୍ତୁ। ଆଉ ଏଇ ପୁସ୍ତକଟି ହଉଛି କି ପ୍ରକାର ନା ଭବିଷ୍ୟତବାଣୀ ଭାବରେ ପ୍ରଫେଟିକାଲି, ପ୍ରାକ୍ଟିକାଲି, ପର୍ସନାଲି ଆମେ ଆକୁ ଗ୍ରହଣ କରିବାର ଅଛି। ଭବିଷ୍ୟତବାଣୀ ଆକୁ ଦିଆଯାଇଛି, କିନ୍ତୁ ଆକୁ ମାନେ ବ୍ୟବହାର କରିବାର ଅଛି ଭଲ ଭାବରେ। ଯାହା ଲେଖା ହେଇଛି, ଯାହା କୁହାଯାଇଛି, ତାକୁ ଆମେ ପାଳନ କରିବୁ ଏବଂ ବ୍ୟକ୍ତିଗତ ଭାବରେ ମଧ୍ୟ ତାକୁ ଆମେ ଧରି ରଖିବାକୁ ପଡିବ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଦୟା କରନ୍ତୁ, ତାଙ୍କର ଅନୁଗ୍ରହ ଯୋଗ କରନ୍ତୁ। ପ୍ରଭୁଙ୍କର ଇଚ୍ଛା ହେଲେ ଆସନ୍ତା ସପ୍ତାହରେ ଆମେ ଆକୁ କଣ୍ଟିନ୍ୟୁ କରିବା। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ବହୁତ ଧନ୍ୟବାଦ, ନମସ୍କାର। ଧନ୍ୟବାଦ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଅତି ସୁନ୍ଦର ଭାବରେ ସବୁ ବିଷୟ ଉପସ୍ଥାପନ କରିଛନ୍ତି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରକାଶିତ ବାକ୍ୟର ଅଧ୍ୟୟନ ଚାଲିଛି ବୋଲିକି ମୁଁ ଆଜି ଫାଷ୍ଟ ଜାଣିଲି। ମୁଁ ସବୁଦିନ ଜଏନ କରେ, କିନ୍ତୁ ଅନ୍ୟ ମନସ୍କ ଥିଲି। କିନ୍ତୁ ଆଜିଠାରୁ କଣ୍ଟିନ୍ୟୁ ଜଏନ କରିବି, ଆଉ ପ୍ରକାଶିତ ବାକ୍ୟ ପୁସ୍ତକ ଅଧ୍ୟୟନରେ ମୁଁ ମଧ୍ୟ ନିଜକୁ ସାମିଲ କରିବି, ଜାଣିବା ନିମନ୍ତେ ପ୍ରଭୁଙ୍କର ବିଷୟ ମାନେ ନିଶ୍ଚିତ ଭାବରେ ଜାଣିବାର ଆବଶ୍ୟକତା ରହିଛି। ପ୍ରଭୁ ଆଶୀର୍ବାଦ କରନ୍ତୁ। ଅତି ସୁନ୍ଦର ଭାବରେ ଆପଣ ସମସ୍ତ ବିଷୟ ଆଜି ଏଫିସିୟ ମଣ୍ଡଳୀର ସବୁ ବିଷୟ ଆପଣ ଆଜି ଗୋଟି ଗୋଟି କରି ଉପସ୍ଥାପନ କରିଛନ୍ତି। ପ୍ରଭୁ ଆପଣଙ୍କର ସହବର୍ତ୍ତୀ ଈଶ୍ୱର ହୁଅନ୍ତୁ। ଏହିପରି ଆଗକୁ ଆହୁରି ଅନେକ ଅନେକ ବିଷୟ ଆମମାନଙ୍କୁ ଶିକ୍ଷା ଦିଅନ୍ତୁ, ପ୍ରେରଣା ଦିଅନ୍ତୁ, ଯଦ୍ୱାରା ଆମେ ପ୍ରଭୁରେ ବଢି ପ୍ରଭୁରେ ବଞ୍ଚିବୁ। ସେଥିପାଇଁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆଜ୍ଞା। ସୁନ୍ଦର ବାକ୍ୟ, ପ୍ରଭୁଙ୍କ ନାମ ଧନ୍ୟ ହଉ। ଆଉ ଏଇ ପ୍ରକାର ପ୍ରକୃତରେ ସତ କହିବାକୁ ଗଲେ, ଆଉ ଏଇ ପ୍ରକାର ଗୋଟେ ଗୋଟେ ଷ୍ଟଡି ହଉଥିଲେ, ବାଇବଲ ଷ୍ଟଡି ଗୋଟେ ଗୋଟେ ସପ୍ତାହରେ ହଉଥିଲେ ଭଲ ଲାଗିବ। ଆଉ ସେଥିରେ ସାମିଲ ହେବା ନିମନ୍ତେ ବହୁତ ବିଷୟ ଜାଣି ହବ। ଆଉ ଏଇ ପ୍ରକାର ଆସନ୍ତୁ ସାର୍, ଆଉ ଆମମାନଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ। ଧନ୍ୟବାଦ। ଆମର ସମସ୍ତ କାର୍ଯ୍ୟ ସମାପ୍ତ ହୋଇ